ମୋଗଲମାନଙ୍କ ସ୍ଥାପତ୍ୟ ଦ୍ୱିତୀୟ ଭାଗ MCQକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ମୋଗଲମାନଙ୍କ ସ୍ଥାପତ୍ୟ ଦ୍ୱିତୀୟ ଭାଗ MCQ ଭିଡ଼ିଓରେ ଆମେ ସର୍ବମୋଟ 40ଟି MCQ ବିଷୟରେ ଆଲୋଚନା କରିବା। ପିଲାମାନେ, ଯେଉଁମାନେ ମୋଗଲ ଯୁଗର ସ୍ଥାପତ୍ୟ ଭିଡ଼ିଓଟି ଦେଖିନାହିଁ ସେମାନଙ୍କୁ ମୁଁ କହିବି ଏହି ଶ୍ରୀ ଗଣେଶ ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟକୁ ଯାଇକି ପ୍ରଥମେ ମୋଗଲ ଯୁଗର ସ୍ଥାପତ୍ୟ ଭିଡ଼ିଓଟିକୁ ଦେଖିବ। ତାପରେ ପିଲାମାନେ ମୋଗଲମାନଙ୍କ ସ୍ଥାପତ୍ୟ ପ୍ରଥମ ଭାଗ MCQ ମଧ୍ୟ ଏହି ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟରେ ଅଛି, ତାକୁ ମଧ୍ୟ ଦେଖିବ। ତାପରେ ଏହି ମୋଗଲମାନଙ୍କ ସ୍ଥାପତ୍ୟ ଦ୍ୱିତୀୟ ଭାଗ MCQକୁ ଦେଖିବ, ଯଦ୍ୱାରା ପିଲାମାନେ ତମେମାନେ ଏହି ମୋଗଲମାନଙ୍କର ସ୍ଥାପତ୍ୟକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରିବ। ମୋଗଲମାନଙ୍କ ସ୍ଥାପତ୍ୟ ପ୍ରଥମ ଭାଗ MCQରେ ଆମେ ସର୍ବମୋଟ 35ଟି MCQ ବିଷୟରେ ଆଲୋଚନା କରିସାରିଛେ। ଆଜି ଆମେ ଆଲୋଚନା କରିବା 40ଟି MCQ ବିଷୟରେ। ଏହି ଟପିକରୁ ସର୍ବମୋଟ 75ଟି MCQ ଆମେ ଆଲୋଚନା କରିବା। ପିଲାମାନେ, ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, କିଏ ଲାହୋରଠାରେ ମୋତି ମସଜିଦ ନିର୍ମାଣ କରିଥିଲେ? ଜାହାଙ୍ଗୀର ଲାହୋରଠାରେ ମୋତି ମସଜିଦ ନିର୍ମାଣ କରିଥିଲେ। କିଏ ଲାହୋରଠାରେ ଶହଦରା ସହର ନିର୍ମାଣ କରିଥିଲେ? ଜାହାଙ୍ଗୀର ଲାହୋରଠାରେ ଶହଦରା ସହର ନିର୍ମାଣ କରିଥିଲେ। କିଏ ଆକବରଙ୍କ ସମାଧି ସିକନ୍ଦରାଠାରେ ନିର୍ମାଣ କରିଥିଲେ? ଜାହାଙ୍ଗୀର ଆକବରଙ୍କ ସମାଧି ସିକନ୍ଦରାଠାରେ ନିର୍ମାଣ କରିଥିଲେ। କିଏ ଇତମଦୁଲ୍ଲା କବର ନିର୍ମାଣ କରିଥିଲେ? ଜାହାଙ୍ଗୀର ଇତମଦୁଲ୍ଲା କବର ନିର୍ମାଣ କରିଥିଲେ। କେଉଁ ମୋଗଲ ଶାସକଙ୍କ ଶାସନ ସମୟକୁ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ? ଶାହାଜାହାନ ମୋଗଲ ଶାସକଙ୍କ ଶାସନ ସମୟକୁ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କିଏ ତାଜମହଲ ନିର୍ମାଣ କରିଥିଲେ? ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ। କାହା ସ୍ମୃତି ଉଦ୍ଦେଶ୍ୟରେ ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ? ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ। କେଉଁ ନଦୀ କୂଳରେ ତାଜମହଲ ନିର୍ମାଣ କରାଯାଇଛି? ଯମୁନା ନଦୀ କୂଳରେ ତାଜମହଲ ନିର୍ମାଣ କରାଯାଇଛି। କିଏ ତାଜମହଲ ନିର୍ମାଣର ଶିଳ୍ପୀ ଥିଲେ? ଉସ୍ତାଦ ଅହମଦ ଲାହୋରୀ ତାଜମହଲ ନିର୍ମାଣର ଶିଳ୍ପୀ ଥିଲେ। କେବେ ତାଜମହଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା? 1631 ମସିହାରେ ତାଜମହଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କେବେ ତାଜମହଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା? 1653 ମସିହାରେ ତାଜମହଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। କେତେ ବର୍ଷ ଲାଗିଥିଲା ତାଜମହଲ ନିର୍ମାଣ କରିବା ପାଇଁ? 22 ବର୍ଷ ଲାଗିଥିଲା ତାଜମହଲ ନିର୍ମାଣ କରିବା ପାଇଁ। କେତେ ଟଙ୍କା ବ୍ୟୟ ହୋଇଥିଲା ତାଜମହଲ ନିର୍ମାଣ ପାଇଁ? 50 ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା ତାଜମହଲ ନିର୍ମାଣ ପାଇଁ। କେଉଁ ମୋଗଲ ସ୍ଥାପତ୍ୟକୁ ମାର୍ବଲର ସ୍ୱପ୍ନ ବୋଲି କୁହାଯାଇଥାଏ? ତାଜମହଲ ମୋଗଲ ସ୍ଥାପତ୍ୟକୁ ମାର୍ବଲର ସ୍ୱପ୍ନ ବୋଲି କୁହାଯାଇଥାଏ। କେଉଁଠାରେ ତାଜମହଲ ନିର୍ମାଣ କରାଯାଇଛି? ଆଗ୍ରାଠାରେ
ତାଜମହଲ ନିର୍ମାଣ କରାଯାଇଛି। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କିଏ ଲାଲକିଲ୍ଲା ନିର୍ମାଣ କରିଥିଲେ? ଶାହାଜାହାନ ଲାଲକିଲ୍ଲା ନିର୍ମାଣ କରିଥିଲେ। କେଉଁଠାରେ ଲାଲକିଲ୍ଲା ନିର୍ମାଣ କରାଯାଇଛି? ଦିଲ୍ଲୀଠାରେ ଲାଲକିଲ୍ଲା ନିର୍ମାଣ କରାଯାଇଛି। କେବେ ଲାଲକିଲ୍ଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା? 1639 ମସିହାରେ ଲାଲକିଲ୍ଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କେବେ ଲାଲକିଲ୍ଲା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା? 1649 ମସିହାରେ ଲାଲକିଲ୍ଲା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। କିଏ ଶାହାଜାହାନାବାଦ ସହର ନିର୍ମାଣ କରିଥିଲେ? ଶାହାଜାହାନ ଶାହାଜାହାନାବାଦ ସହର ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ମୟୂର ସିଂହାସନ କିଏ ନିର୍ମାଣ କରିଥିଲେ? ମୟୂର ସିଂହାସନ ଶାହାଜାହାନ ନିର୍ମାଣ କରିଥିଲେ। କିଏ ମୟୂର ସିଂହାସନକୁ ଆକ୍ରମଣ କରି ନେଇ ଯାଇଥିଲେ? ନାଦିର ଶାହା ମୟୂର ସିଂହାସନକୁ ଆକ୍ରମଣ କରି ନେଇ ଯାଇଥିଲେ। କେବେ ନାଦିର ଶାହା ମୟୂର ସିଂହାସନ ଆକ୍ରମଣ କରି ନେଇ ଯାଇଥିଲେ? 1739 ମସିହାରେ ନାଦିର ଶାହା ମୟୂର ସିଂହାସନ ଆକ୍ରମଣ କରି ନେଇଯାଇଥିଲେ। କିଏ ଜୁମା ମସଜିଦ ଦିଲ୍ଲୀଠାରେ ନିର୍ମାଣ କରିଥିଲେ? ଶାହାଜାହାନ ଜୁମା ମସଜିଦ ଦିଲ୍ଲୀଠାରେ ନିର୍ମାଣ କରିଥିଲେ। କିଏ ମୋତି ମସଜିଦ ଆଗ୍ରାଠାରେ ନିର୍ମାଣ କରିଥିଲେ? ଶାହାଜାହାନ ମୋତି ମସଜିଦ ଆଗ୍ରାଠାରେ ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କାହା ସ୍ମୃତି ଉଦ୍ଦେଶ୍ୟରେ ଶାହାଜାହାନ ମୋତି ମସଜିଦ ଆଗ୍ରାଠାରେ ନିର୍ମାଣ କରିଥିଲେ? ନିଜ ଝିଅ ଜାହାନାରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶାହାଜାହାନ ମୋତି ମସଜିଦ ଆଗ୍ରାଠାରେ ନିର୍ମାଣ କରିଥିଲେ। କିଏ ଶୀଶମହଲ ଆଗ୍ରାଠାରେ ନିର୍ମାଣ କରିଥିଲେ? ଶାହାଜାହାନ ଶୀଶମହଲ ଆଗ୍ରାଠାରେ ନିର୍ମାଣ କରିଥିଲେ। କିଏ ମୁସମ୍ମାନ ବୁର୍ଜ ଆଗ୍ରାଠାରେ ନିର୍ମାଣ କରିଥିଲେ? ଶାହାଜାହାନ ମୁସମ୍ମାନ ବୁର୍ଜ ଆଗ୍ରାଠାରେ ନିର୍ମାଣ କରିଥିଲେ। କିଏ ୱାଜିର ଖାଁ ମସଜିଦ ଲାହୋରଠାରେ ନିର୍ମାଣ କରିଥିଲେ? ଶାହାଜାହାନ ୱାଜିର ଖାଁ ମସଜିଦ ଲାହୋରଠାରେ ନିର୍ମାଣ କରିଥିଲେ। କିଏ ଆଲିମର୍ଦାନ ଖାଁ ସମାଧି ଲାହୋରଠାରେ ନିର୍ମାଣ କରିଥିଲେ? ଶାହାଜାହାନ ଅଲିମର୍ଦାନ ଖାଁ ସମାଧି ଲାହୋରଠାରେ ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କିଏ ନୂରଜାହାଁଙ୍କ ସମାଧି ଲାହୋରଠାରେ ନିର୍ମାଣ କରିଥିଲେ? ଶାହାଜାହାନ ନୂରଜାହାଁଙ୍କ ସମାଧି ଲାହୋରଠାରେ ନିର୍ମାଣ କରିଥିଲେ। କିଏ ମୋତି ମସଜିଦ ଦିଲ୍ଲୀଠାରେ ନିର୍ମାଣ କରିଥିଲେ? ଔରଙ୍ଗଜେବ ମୋତି ମସଜିଦ ଦିଲ୍ଲୀଠାରେ ନିର୍ମାଣ କରିଥିଲେ। କିଏ ବାଦଶାହୀ ମସଜିଦ ଲାହୋରଠାରେ ନିର୍ମାଣ କରିଥିଲେ? ଔରଙ୍ଗଜେବ ବାଦଶାହୀ ମସଜିଦ ଲାହୋରଠାରେ ନିର୍ମାଣ କରିଥିଲେ। କିଏ ବିବି କା ମକବରା ନିର୍ମାଣ କରିଥିଲେ? ଔରଙ୍ଗଜେବ ବିବି କା ମକବରା ନିର୍ମାଣ କରିଥିଲେ। କେଉଁଠାରେ ଔରଙ୍ଗଜେବ ବିବି କା ମକବରା ନିର୍ମାଣ କରିଥିଲେ? ଔରଙ୍ଗାବାଦଠାରେ ଔରଙ୍ଗଜେବ ବିବି କା ମକବରା ନିର୍ମାଣ କରିଥିଲେ।
ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କେଉଁ ସ୍ଥାନରେ ଔରଙ୍ଗଜେବ ନିଜ ସମାଧି ତିଆରି କରିଥିଲେ? ଔରଙ୍ଗାବାଦଠାରେ ଔରଙ୍ଗଜେବ ନିଜ ସମାଧି ତିଆରି କରିଥିଲେ। କିଏ ଗୋଲ ଗମ୍ବୁଜ ବିଜାପୁରଠାରେ ନିର୍ମାଣ କରିଥିଲେ? ଔରଙ୍ଗଜେବ ଗୋଲ ଗମ୍ବୁଜ ବିଜାପୁରଠାରେ ନିର୍ମାଣ କରିଥିଲେ। କେଉଁ ସ୍ଥାପତ୍ୟ ହେଉଛି ମୋଗଲମାନଙ୍କ ଶେଷ ସ୍ଥାପତ୍ୟ? ସଫଦରଜଙ୍ଗ ସମାଧି ହେଉଛି ମୋଗଲମାନଙ୍କ ଶେଷ ସ୍ଥାପତ୍ୟ। କିଏ ମୋଗଲମାନଙ୍କ ଶେଷ ସ୍ଥାପତ୍ୟ ନିର୍ମାଣ କରିଥିଲେ? ସୁଜା ଉଦ୍ଦୌଲା ମୋଗଲମାନଙ୍କ ଶେଷ ସ୍ଥାପତ୍ୟ ନିର୍ମାଣ କରିଥିଲେ। କେଉଁ ସ୍ଥାନରେ ସଫଦରଜଙ୍ଗ ସମାଧି ନିର୍ମାଣ କରାଯାଇଥିଲା? ଦିଲ୍ଲୀଠାରେ ସଫଦରଜଙ୍ଗ ସମାଧି ନିର୍ମାଣ କରାଯାଇଥିଲା। ମୋଗଲମାନଙ୍କ ସ୍ଥାପତ୍ୟ ପ୍ରଥମ ଭାଗ ଭିଡ଼ିଓରେ ଆମେ ସର୍ବମୋଟ 35ଟି MCQ ବିଷୟରେ ଆଲୋଚନା କଲେ। ଆଜି ଏହି ମୋଗଲମାନଙ୍କ ସ୍ଥାପତ୍ୟ ଦ୍ୱିତୀୟ ଭାଗ MCQରେ ଆମେ ସର୍ବମୋଟ 40ଟି MCQ ବିଷୟରେ ଆଲୋଚନା କଲେ। ଯଦି ଦେଖିବା ଆମେ ପିଲାମାନେ ମୋଗଲମାନଙ୍କ ସ୍ଥାପତ୍ୟକୁ ନେଇ ସର୍ବମୋଟ ଆମେ 75ଟି MCQ ବିଷୟରେ ଆଲୋଚନା କଲେ। ଏହି 75ଟି MCQ ପିଲାମାନେ ତୁମର ବାର୍ଷିକ ପରୀକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାହିଁକି ନା ତୁମର ବାର୍ଷିକ ପରୀକ୍ଷାରେ ଏ ମୋଗଲମାନଙ୍କ ସ୍ଥାପତ୍ୟରୁ ଗୋଟିଏ ବା ଦୁଇଟି ପ୍ରଶ୍ନ ନିଶ୍ଚୟ ଆସିଥାଏ। ତ ମୁଁ କହିବି ତୁମମାନଙ୍କୁ ପିଲାମାନେ, ତୁମେମାନେ ଅତି କମ୍ରେ 2ରୁ 3 ଥର ଏହି ଭିଡ଼ିଓଟିକୁ ଦେଖିଦେବ, ଯଦ୍ୱାରା ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ସମ୍ପୂର୍ଣ୍ଣ ତୁମର ମନରେ ରହିଯିବ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମ ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିଦେବ। ତା ସହିତ ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।